ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୋ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରୁଅଛି। ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ, ପ୍ରଭୁଙ୍କର ବାକ୍ୟ ଧ୍ୟାନ କରିବା ପାଇଁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ଆହ୍ୱାନ କରୁଅଛି। ପ୍ରକାଶିତ ବାକ୍ୟ 3 ପର୍ବ ତାର 5 ପଦ 6 ପଦ। ଯେ ଜୟ କରେ ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ। ମଣ୍ଡଳୀକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ହାଲେଲୁୟା। ପ୍ରଭୁ ପଠିତ ବାକ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ସର୍ବଶକ୍ତିମାନ ଜୀବନ୍ତକାରୀ ସଦାପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ପ୍ରଭୁ ତୁମ ଲୋକମାନଙ୍କ ଜୀବନ କାର୍ଯ୍ୟକାରୀ ହେବ, ସେଥିପାଇଁ ସାହାଯ୍ୟ କର। ତୁମ ମଙ୍ଗଳାର୍ଥେ ଆମମାନଙ୍କୁ ବ୍ୟବହାର କର ବୋଲି, ତୁମ ପବିତ୍ର ଆତ୍ମାକୁ ଚାଲରେ ଆମକୁ କୋଡ଼େ ନିଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପ୍ରଭୁ, ଆମେନ୍। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏ ଜାଗାରେ ଲେଖା ହେଇଛି ଜୟ କରିବା ବିଷୟରେ। ଜୟ ଆମେ କେତେବେଳେ କରିବାର ଅଛି ବୋଲି କହିଲେ, ଆମ ସହିତ ଜଣେ ଯୁଦ୍ଧ କରୁବାକୁ ଆସିବା ସମୟରେ ଦୁଇଟି ଦଳ କ'ଣ ହେବେ? ଯୁଦ୍ଧ କରିବେ। କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଦୁଇଟି ଦଳ କ'ଣ କରିବେ? ପ୍ରତିଯୋଗିତା କରିବେ। ଆଉ ଜଣେ ହାରିଯିବ, ଆଉ ଜଣେ ଜିତିବ। ହାଲେଲୁୟା। এই ଜାଗାରେ ପ୍ରଭୁ ଯୀଶୁ କହୁଅଛନ୍ତି, ସାର୍ଦି ମଣ୍ଡଳୀକୁ ପ୍ରଭୁ ଯୀଶୁ କହୁଅଛନ୍ତି କ'ଣ ବୋଲି କରି, ଯେ ଜୟ କରେ ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ। ହାଲେଲୁୟା। ଆମେ ଯଦି ସେ 3ର ତାର 4ରେ ଯଦି ଆମେ ପଢ଼ିବା, ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରିନାହାନ୍ତି, ତୁମମାନଙ୍କ ମଧ୍ୟରେ ସାର୍ଦିରେ ଏହିପରି କେତେକ ଅଛନ୍ତି, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯଜ୍ଞ। ହାଲେଲୁୟା। এই ଜାଗାରେ ଆମେ ଦେଖୁଛୁ, ମୋର ପ୍ରିୟ ଲୋକମାନେ, ଯଜ୍ଞ ଅଯଜ୍ଞ। ଯଜ୍ଞ ଲୋକ ଅଛନ୍ତି, ଅଯଜ୍ଞ ଲୋକ ମଧ୍ୟ ଅଛନ୍ତି। ଆପଣମାନେ ଧ୍ୟାନ ଦେଇକି ବାକ୍ୟ ଶୁଣିବାକୁ ପଡ଼ିବ। ଯଜ୍ଞ ଲୋକମାନଙ୍କର କାମ କ'ଣ ବୋଲି କହିଲେ, ଅନନ୍ତ ଜୀବନର ଯେଉଁ ଶୁକ୍ଳ ବସ୍ତ୍ର ଦେଇଅଛନ୍ତି, ତାହା ଯେପରି ମଳିନ ନ ହୁଏ। ସେଠି ଲେଖା ହେଇଛି ସାର୍ଦି ମଣ୍ଡଳୀରେ, ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରିନାହାନ୍ତି, ତୁମମାନଙ୍କ ମଧ୍ୟରେ ସାର୍ଦିରେ ଏପରି କେତେକ ଅଛନ୍ତି, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ ସମ୍ମୁଖରେ ଗମନାଗମନ କରିବେ, କାରଣ ସେମାନେ ଯଜ୍ଞ। ହାଲେଲୁୟା। ଯଜ୍ଞ ଲୋକମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। ଯଜ୍ଞ ଲୋକମାନେ ତାଙ୍କର ବସ୍ତ୍ର ମଳିନ ନ ହଉନୁ ରକ୍ଷା କରିପାରିବେ। କେମିତି ତାଙ୍କର ବସ୍ତ୍ର ମଳିନ ହେବ ନାହିଁ? ସେମାନେ କେଉଁ ପ୍ରକାର ତାଙ୍କର ବସ୍ତ୍ରକୁ ଶୁଭ୍ର ଭାବରେ ବା ପରିଷ୍କାର ଭାବରେ ରଖିପାରିବେ, ସେ ବିଷୟ ଆଜି ଆମମାନେ ଆଲୋଚନା କରିବା। ହାଲେଲୁୟା। ଏ ଜାଗାରେ ସାର୍ଦି ମଣ୍ଡଳୀକୁ ପ୍ରଭୁ କହୁଅଛନ୍ତି, ତୁମମାନଙ୍କ ମଧ୍ୟରେ କେତେଜଣ ଅଛନ୍ତି? ବର୍ତ୍ତମାନ ଆମ ଖ୍ରୀଷ୍ଟିଆନ ସମାଜରେ ଅନେକ ବିଶ୍ୱାସୀମାନେ ଅଛନ୍ତି, ସେମାନେ ଅନେକ ପ୍ରକାର ରୀତିନୀତି ଅନୁସାରେ ଚାଲନ୍ତି। ଏ ଜାଗାରେ ପ୍ରଭୁ କହୁଅଛନ୍ତି କ'ଣ ବୋଲି କହିଲେ, ତୁମମାନଙ୍କ ମଧ୍ୟରେ, ମଣ୍ଡଳୀ ମଧ୍ୟରେ ଅନେକ ଲୋକ ଅଛନ୍ତି, ସେମାନେ ଆପଣା ନିଜର ବସ୍ତ୍ରକୁ ମଳିନ କରି ନାହାନ୍ତି, ମଇଳା କରିନାହାନ୍ତି। ତାଙ୍କର ବସ୍ତ୍ର ପରିଷ୍କାର ଅଛି। ସେମାନେ କ'ଣ କରୁଛନ୍ତି ବୋଲି କହିଲେ, ସାର୍ଦି ମଣ୍ଡଳୀରେ ଅନେକ ଲୋକ ଅଛନ୍ତି, କେତେକ ଲୋକ ଅଛନ୍ତି, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ପ୍ରଭୁଙ୍କ ସଙ୍ଗରେ ଚାଲୁଛନ୍ତି।
ହାଲେଲୁୟା। ଶୁକ୍ଳ ବସ୍ତ୍ର ପରିହିତ ହୋଇ ପ୍ରଭୁଙ୍କ ସହିତ ଗମନାଗମନ କରୁଛନ୍ତି। ସେଠି ପ୍ରଭୁ ନିଜେ ସାକ୍ଷ୍ୟ ଦେଉଛନ୍ତି। କେତେକ ଲୋକ, ସମସ୍ତେ ନୁହନ୍ତି। ଦେଖନ୍ତୁ, ଯେଉଁମାନେ ଯୋଗ୍ୟ ସେମାନଙ୍କର କଥା ଏଇ ଜାଗାରେ କୁହାଯାଉଛି। ଅଯୋଗ୍ୟକୁ ପରମେଶ୍ୱର ଜାଗ୍ରତ ବିଷୟ କହିବାର ଆବଶ୍ୟକ ନାହିଁ। ସ୍କୁଲରେ ଯଦି ଆମେ ଦେଖିବା, ଶିକ୍ଷକ କ'ଣ କରନ୍ତି ବୋଲି କହିଲେ, ଯେଉଁମାନେ ଶୁଣନ୍ତି, ଯେଉଁମାନେ ଭଲ ଭାବରେ ପଢ଼ନ୍ତି, ଯେଉଁମାନେ ବାସ୍ତବରେ ଆଉ ସେ ସ୍କୁଲର ନାମ ରଖନ୍ତି, ସେହି ପ୍ରକାର ଛାତ୍ରମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ଯେପରି ସେମାନେ ଭଲ ଭାବରେ ପାଠ ପଢ଼ନ୍ତି ଏବଂ ତାଙ୍କ ସ୍କୁଲର ନାମ ରଖନ୍ତି। ସେହି ପ୍ରକାର ଏ ଜାଗାରେ ପ୍ରଭୁ ଯୀଶୁ ଯୋଗ୍ୟ ଲୋକମାନଙ୍କର କଥା କହୁଛନ୍ତି। ଅଯୋଗ୍ୟ ଲୋକମାନଙ୍କର କଥା ଏତେ ଗୁରୁତ୍ୱ ନୁହେଁ, କାରଣ ସେମାନେ ଅଯୋଗ୍ୟ, ସେମାନଙ୍କୁ ପ୍ରଭୁ ଗ୍ରହଣ କରନ୍ତି ନାହିଁ। ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ ପ୍ରଭୁ ଗ୍ରହଣ କରନ୍ତି ନାହିଁ। କିନ୍ତୁ ପ୍ରଭୁଙ୍କର ମହାକୃପା, ପ୍ରଭୁଙ୍କର ମହାଦୟା ଯେ ଆମମାନଙ୍କ ଉପରେ ଅଛି। ଆମେମାନେ ଅଯୋଗ୍ୟ ହେଇଥିଲେ ମଧ୍ୟ ଆମମାନଙ୍କୁ ସେ ଗ୍ରହଣ କଲେ। ହାଲେଲୁୟା। ଅଯୋଗ୍ୟ ଲୋକ କଦାପି ପରମେଶ୍ୱରଙ୍କ ରାଜ୍ୟର ଅଧିକାର ହେଇପାରିବେ ନାହିଁ। ଅଯୋଗ୍ୟ ଲୋକ ଶୁକ୍ଳ ବସ୍ତ୍ର ପରିହିତ ହେଇପାରିବେ ନାହିଁ। ଅଯୋଗ୍ୟ ଲୋକ ପରମେଶ୍ୱରଙ୍କ ସହିତ ଗମନାଗମନ କରି ରହିପାରିବେ ନାହିଁ। ହାଲେଲୁୟା। ଅଯୋଗ୍ୟ ଲୋକ ପରମେଶ୍ୱରଙ୍କ ସାଙ୍ଗରେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସାଙ୍ଗରେ ଗମନାଗମନ କରିବେ ନାହିଁ। ହାଲେଲୁୟା। କେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଗମନାଗମନ କରିବେ ବୋଲି କହିଲେ, ଶୁକ୍ଳ ବସ୍ତ୍ର ପରିହିତ ଲୋକମାନେ ତାଙ୍କ ସାଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ। ହାଲେଲୁୟା। ଆଜି ମଧ୍ୟ ମଣ୍ଡଳୀରେ ଅନେକ ଅଯୋଗ୍ୟ ଲୋକମାନେ ଅଛନ୍ତି। ସେମାନେ ନାମକୁ ମାତ୍ର ଖ୍ରୀଷ୍ଟିଆନ, ନାମକୁ ମାତ୍ର ବିଶ୍ୱାସୀ, ନାମକୁ ମାତ୍ର ପାଷ୍ଟର, ନାମକୁ ମାତ୍ର ସେମାନେ ଦାନ ଦଶମାଂଶ ଦିଅନ୍ତି, ନାମକୁ ମାତ୍ର ବିଭିନ୍ନ କାର୍ଯ୍ୟକ୍ରମ କରନ୍ତି, ନାମକୁ ସବୁ କରନ୍ତି, କିନ୍ତୁ ତାଙ୍କର ଦାନ ଦଶମାଂଶ, ତାଙ୍କର ନୈବେଦ୍ୟ, ତାଙ୍କର ପ୍ରାର୍ଥନା ଉପରକୁ ଉଠୁନାହିଁ। ହାଲେଲୁୟା। ସେମାନେ ନାମକୁ ମାତ୍ର ଲୋକ ଦେଖାଇବା ପାଇଁ କାର୍ଯ୍ୟ କରୁଛନ୍ତି ସିନା, ସେମାନେ ପ୍ରଭୁଙ୍କ ସହିତ ଚାଲୁନାହାନ୍ତି। ସେମାନଙ୍କର ପ୍ରାର୍ଥନା ଜୀବନ ନାହିଁ। ସେମାନଙ୍କର ଆତ୍ମିକ ଜୀବନ ଦୁର୍ବଳ ହେଇଯାଇଛି, କାରଣ ସେମାନେ ଅଯୋଗ୍ୟ। ମୋତେ ପ୍ରଭୁ ପ୍ରଭୁ ବୋଲି ଅନେକ ଡାକନ୍ତି, କିନ୍ତୁ ସେମାନେ ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରନ୍ତି ନାହିଁ। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକବା ଲୋକମାନେ ସ୍ୱର୍ଗ ରାଜ୍ୟକୁ ଆସିବେ ନାହିଁ, କିନ୍ତୁ ଯେଉଁମାନେ ମୋର ପିତାଙ୍କର ସହିତ ଚାଲିବେ। ହାଲେଲୁୟା। ଯେଉଁମାନେ ମୋ ସହିତ ଚାଲିବେ, ପ୍ରଭୁ କହିଛନ୍ତି ତୁମେମାନେ ମୋର ଅନୁଗମନ କର, ନିଜ କ୍ରୁଶ ଘେଣି ମୋର ଅନୁଗମନ କର। ହାଲେଲୁୟା। ପ୍ରଭୁ କହୁଛନ୍ତି ତୁମ ନିଜ କ୍ରୁଶ ଘେଣିକରି କ'ଣ କରିବାକୁ ପଡ଼ିବ? ନିଜକୁ ଅସ୍ୱୀକାର କରିବାକୁ ପଡ଼ିବ। ତୁମକୁ ନିଜକୁ ଅସ୍ୱୀକାର କରି ମୋର ଅନୁଗମନ କରିବାକୁ ପଡ଼ିବ। ହାଲେଲୁୟା। ତାହେଲେ ପରମେଶ୍ୱରଙ୍କ ରାଜ୍ୟର ଯୋଗ୍ୟ ତୁମେମାନେ ହେଇପାରିବ। ମୋର ପ୍ରିୟ ଲୋକମାନେ, ଆମମାନଙ୍କ ପ୍ରଭୁ କେତେ ଆଶ୍ଚର୍ଯ୍ୟ କର୍ମକାରୀ ପରମେଶ୍ୱର। ଆମମାନଙ୍କ ପ୍ରଭୁ ଯୋଗ୍ୟ ଲୋକମାନଙ୍କ ପ୍ରତି କ'ଣ କରିଅଛନ୍ତି, ତାହା ଆମେମାନେ ଯଦି ଚିନ୍ତା କରିବା ଆଶ୍ଚର୍ଯ୍ୟ ଲାଗିବ। ହାଲେଲୁୟା। ତାଙ୍କର ଲୋକମାନଙ୍କ ପ୍ରତି ପରମେଶ୍ୱର ମହତ କର୍ମ କରିଅଛନ୍ତି। ଏ ଜାଗାରେ ସୁନ୍ଦର ଭାବରେ କହୁଅଛନ୍ତି ପ୍ରଭୁ, ଯେ ଜୟ କରିବା ଲୋକ ହିଁ ଶୁକ୍ଳ ବସ୍ତ୍ର ପରିହିତ ହେବ। ଯୋଗ୍ୟ ଲୋକ ଶୁକ୍ଳ ବସ୍ତ୍ର ପରିହିତ ହେବ। ଶୁକ୍ଳ ବସ୍ତ୍ର ହେଉଛି ମହିମା ବସ୍ତ୍ର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ହିଁ ତାହା ଦୌତ ହୁଏ। ଅନ୍ୟ କୌଣସି ସର୍ପ ସାବୁନରେ ତାହା ଦେଇପାରିବା ନାହିଁ। ଏମାନେ କ'ଣ କରୁଅଛନ୍ତି ବୋଲି କହିଲେ, ତାଙ୍କର ବସ୍ତ୍ର ଗୁଡ଼ାକୁ ମଳିନ ନ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଚାଲିବା ପାଇଁ, ସଦାସର୍ବଦା ତାହାଙ୍କ ସହିତ ରହିବା ପାଇଁ
ସଦାସର୍ବଦା ତାହାଙ୍କର ଅନୁଗମନ କରିବା ପାଇଁ ସେ କ'ଣ କରୁଅଛନ୍ତି ବୋଲି କହିଲେ, ତାହାଙ୍କର ବସ୍ତ୍ରକୁ ଶୁକ୍ଳ ବର୍ଣ୍ଣ କରି ଶୁକ୍ଳ ବସ୍ତ୍ର ପରିହିତ ହୋଇ ସବୁବେଳେ ଯୀଶୁଙ୍କ ସହିତ ଗମନ କରୁଛନ୍ତି। ତାର ଅର୍ଥ ସବୁଦିନ ନୀତି ନୂତନ ହେବାର ଅଛି। ଦେଖନ୍ତୁ, ଆମେ ଏ ବସ୍ତ୍ରକୁ କ'ଣ କରୁଛୁ? ସବୁଦିନ ଗୋଟେ ପରେ ଗୋଟେ ବସ୍ତ୍ର ଆମେ ଚେଞ୍ଜ କରୁଛୁ। ହାଲେଲୁୟା। ଆମମାନଙ୍କର ଆତ୍ମିକ ଜୀବନ ମଧ୍ୟ ସେ ପ୍ରକାର। ଆମେମାନେ କ'ଣ କରିବାର ଅଛି? ପ୍ରତ୍ୟେକ ସପ୍ତାହରେ ଆଉ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଆମମାନଙ୍କର ବସ୍ତ୍ର ଧୋଇବାର ଅଛି। ଆମମାନଙ୍କର ହୃଦୟର ଆତ୍ମିକ ଜୀବନର ଯତ୍ନ ଆମେ ନେବାର ଅଛି। ହାଲେଲୁୟା। ଆମମାନଙ୍କର ଆତ୍ମିକ ପୁରୁଷ ଯେ ପ୍ରକାର ମହିମା ବସ୍ତ୍ର ପରିଧାନ କରିପାରିବ, ତେଣୁ ଆମେମାନେ କ'ଣ କରିବାର ଅଛି? ପ୍ରତ୍ୟେକ ଦିନ ପ୍ରଭୁଙ୍କଠାରେ ପ୍ରାର୍ଥନାମୟ ଜୀବନଯାପନ କରିବା ଦ୍ୱାରା, ପ୍ରତ୍ୟେକ ଦିନ ପ୍ରଭୁଙ୍କଠାରେ ଲାଗି ରହିବା ଦ୍ୱାରା, ପ୍ରାର୍ଥନାମୟ ଜୀବନ, ସାକ୍ଷ୍ୟମୟ ଜୀବନ, ବାଇବେଲ ପଠନ, ନିଜ ହୃଦୟକୁ ପବିତ୍ର ଆତ୍ମାଙ୍କର ଶକ୍ତିରେ ଅର୍ଥାତ୍ ପ୍ରଭୁଙ୍କ ବାକ୍ୟରେ ନିଜ ହୃଦୟକୁ ଆମେ କ'ଣ କରିବାର ଅଛି? ଧୋଇବାର ଅଛି। ହାଲେଲୁୟା। ସେମାନେ ତାଙ୍କର ବସ୍ତ୍ରକୁ ମଳିନ ହେବାକୁ ଦେଲେ ନାହିଁ। ତାହାଙ୍କର ବସ୍ତ୍ର ମଳିନ କରିନାହାନ୍ତି ସେମାନେ, କାରଣ ସେମାନେ ସବୁଦିନ କ'ଣ କରୁଛନ୍ତି ବୋଲି କହିଲେ, ନିଜକୁ ପରୀକ୍ଷା କରୁଛନ୍ତି। ନିଜ ଜୀବନକୁ ସେମାନେ କ'ଣ କରୁଛନ୍ତି? ପରୀକ୍ଷା କରୁଛନ୍ତି। ମୁଁ କେଉଁ ପ୍ରକାର ଚାଲୁଛି? ଆଜି ଯୀଶୁଙ୍କ ପାଇଁ ମୁଁ କ'ଣ କରିଛି? ଯୀଶୁ ମୋ ପାଇଁ ଏତେ କରିଅଛନ୍ତି। ମୋ ପାଇଁ ସ୍ୱର୍ଗ ରାଜ୍ୟ ଛାଡ଼ି ପୃଥିବୀକୁ ଆସିଲେ। ପ୍ରଭୁ ମୋର ସମସ୍ତ ଅନ୍ଧକାରକୁ ଦୂର କରି ତାଙ୍କର ମହା ଆଲୋକକୁ ମୋତେ ଆହ୍ୱାନ କଲେ। ହାଲେଲୁୟା। ଆମେମାନେ ମଧ୍ୟ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପାଇନଥିଲୁ, ଆମେମାନେ ଅନ୍ଧକାରରେ ଥିଲୁ। ମୋର ପ୍ରିୟ ଲୋକମାନେ, ଆମେମାନେ ଯେତେବେଳେ ଆଲୋକର ସନ୍ତାନ ହେଇସାରିଛୁ, ଆମେମାନେ ଯେତେବେଳେ ପରମେଶ୍ୱରଙ୍କର ସନ୍ତାନ ସନ୍ତତି ହେଇଛୁ, ସେତେବେଳେ ଆମେମାନେ ଶୁକ୍ଳ ବସ୍ତ୍ର ପରିହିତ ହେବୁ। ହାଲେଲୁୟା। ସେ ଶୁକ୍ଳ ବସ୍ତ୍ର କେମିତି ଥିବ? ପୁରା ଶୁଭ୍ର ଥିବ। ହାଲେଲୁୟା। ସେଇ ଶୁକ୍ଳ ବସ୍ତ୍ର ଆମମାନଙ୍କୁ ପ୍ରଭୁ ଯୀଶୁ ତାଙ୍କ ରକ୍ତରେ ଧୋଇଲା ପରେ ତାହା ପୁରା ପବିତ୍ର ଭାବରେ ଧଳା ହେଇଯିବ। ହାଲେଲୁୟା। ରକ୍ତରେ ଧୋଇଲେ ଧଳା ହେବ କି ଭାଇମାନେ? ରକ୍ତରେ ଧୋଇଲେ ରଙ୍ଗ ହେଇଯିବ। ରକ୍ତରେ ଧୋଇଲେ ଅଲଗା ପ୍ରକାର। ତମ ରକ୍ତ ମୋ ରକ୍ତରେ ଯଦି ଧୋଇବା, ଏ ଶୁକ୍ଳ ବସ୍ତ୍ର ହଉ ଯେକୌଣସି ବସ୍ତ୍ର ହଉ, ସେ ରଙ୍ଗ ହେଇଯିବ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଯଦି ତୁମର ବସ୍ତ୍ର ଧୋଇବ, ତାହା ସମ୍ପୂର୍ଣ୍ଣ ଶୁଭ୍ର ରଙ୍ଗ, ଧଳା ରଙ୍ଗ ହେଇଯିବ। ହାଲେଲୁୟା। ପୁରା ଶୁଭ୍ର ହେଇଯିବ। ସମ୍ପୂର୍ଣ୍ଣ ସେ ଶୁକ୍ଳ ବସ୍ତ୍ର ହୋଇ ସଦାସର୍ବଦା ସେଇ ବସ୍ତ୍ର ପରିଧାନ କରି ଯୀଶୁଙ୍କ ସହିତ ଚାଲୁଥିବ। ମୁଁ ଚାଲୁଥିବି ଜୀବନର ଶେଷ ପର୍ଯ୍ୟନ୍ତ ମୋ ଯୀଶୁ ସହିତ। ହାଲେଲୁୟା। ମୁଁ ବଞ୍ଚିଥିବା ଯାଏଁ ଯୀଶୁଙ୍କର ପଛରେ ଚାଲିବି। ମୁଁ ବଞ୍ଚିଥିବା ଯାଏଁ ଯୀଶୁଙ୍କ ସହିତ ରହିବି। ମୁଁ ଯୀଶୁଙ୍କ ସାକ୍ଷ୍ୟ ପାଇଁ ବଞ୍ଚିବି, ଯୀଶୁଙ୍କ ପାଇଁ ବଞ୍ଚିବି, ଯୀଶୁଙ୍କ ବାକ୍ୟ ପାଇଁ ବଞ୍ଚିବି, ଯୀଶୁଙ୍କ ନିମନ୍ତେ ମୁଁ ରହିବି। ଏଇ ଯେଉଁ ସାକ୍ଷ୍ୟ ତୁମେମାନେ ପାଇବାକୁ ପଡ଼ିବ। ତୁମମାନଙ୍କର ବସ୍ତ୍ର ଯେତେବେଳେ ଶୁଭ୍ର ହେଇକି ଥିବ, ଶୁକ୍ଳ ବସ୍ତ୍ର ପରିଧାନ କରି ଯୀଶୁଙ୍କ ସହିତ ସଦାସର୍ବଦା ତୁମେ କ'ଣ କରିବାକୁ ପଡ଼ିବ? ଗମନ କରିବାକୁ ପଡ଼ିବ, ଚାଲିବାକୁ ପଡ଼ିବ। ହାଲେଲୁୟା। ଏ ଜାଗାରେ କହୁଛନ୍ତି ମୂଳ ବାକ୍ୟରେ, ଯେ ଜୟ କରେ ସେ ଏହି ପ୍ରକାର ଶୁକ୍ଳ ବସ୍ତ୍ର ପରିହିତ ହେବ। ଯେ ଜୟ କରିବ ତାକୁ ଶୁକ୍ଳ ବସ୍ତ୍ର ପରିହିତ କରାଯିବ। ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାର ଲୋପ ନ କରି ଆପଣା ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ। ହାଲେଲୁୟା। ପ୍ରଭୁଙ୍କ ସମ୍ମୁଖରେ, ତାଙ୍କର ଦୂତମାନଙ୍କ ସମ୍ମୁଖରେ ଆମମାନଙ୍କର ନାମ ପ୍ରଭୁ ଯୀଶୁ ଘୋଷଣା କରିବେ। ଏହି ଲୋକ ସଦାସର୍ବଦା ମୋ ସହିତ ଚାଲୁଥିଲା। ଦୁଃଖରେ, କଷ୍ଟରେ, ସମସ୍ୟାରେ, ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ
ସେ ମୋତେ କେବେ ମଧ୍ୟ ଛାଡ଼ିକି ଯାଇନି ବୋଲି ପ୍ରଭୁ ଯୀଶୁ କ'ଣ କରିବେ? ସାକ୍ଷ୍ୟ ଦେବେ। ହାଲେଲୁୟା। ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କଲେ ସେମାନେ ମଧ୍ୟ କ'ଣ କହୁଛନ୍ତି? ଆମେ ଯଦି ଦେଖିବା ଯୋହନ୍ନଲିଖିତ ସୁସମାଚାର ତାର 15 ପର୍ବ ତାର 22 ପଦରୁ ଆମେମାନେ କିଛି ଅଂଶ ପାଠ କରିବା। ଯଦି ମୁଁ ଆସି ସେମାନଙ୍କୁ କହିନଥାନ୍ତି ତାହେଲେ ସେମାନଙ୍କର ପାପ ହୋଇନଥାନ୍ତା, କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। ଯେ ମୋତେ ଘୃଣା କରେ ସେ ମୋର ପିତାଙ୍କୁ ମଧ୍ୟ ଘୃଣା କରେ। ଯେଉଁ କର୍ମ ସବୁ ଆଉ କେହି କରିନାହିଁ, ମୁଁ ଯଦି ସେହି ସବୁ ସେମାନଙ୍କ ମଧ୍ୟରେ କରିନଥାନ୍ତି ତାହେଲେ ସେମାନଙ୍କର ପାପ ହୋଇନଥାନ୍ତା, କିନ୍ତୁ ଏବେ ସେମାନେ ଦେଖୁଅଛନ୍ତି ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି। ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ। ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ ଏଥିନିମନ୍ତେ ଏହିପରି ଘଟୁଅଛି। ପିତାଙ୍କ ନିକଟରୁ ମୁଁ ତୁମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କ ଠାରୁ ବହିର୍ଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋ ବିଷୟରେ ସାକ୍ଷ୍ୟ ଦେବେ। ଆଉ ତୁମେମାନେ ମଧ୍ୟ ସାକ୍ଷୀ, କାରଣ ତୁମେମାନେ ଆରମ୍ଭରୁ ମୋ ସହିତ ରହିଅଛ। ହାଲେଲୁୟା। ଏଇଟା ହେଉଛି କଥା। ଆମମାନଙ୍କର ଆତ୍ମିକ ଜୀବନ ଆରମ୍ଭରୁ ଆମେମାନେ କାହାର ସହିତ ଅଛୁ? ଯୀଶୁଙ୍କ ସହିତ ଅଛୁ। ଯୀଶୁଙ୍କ ସହିତ ଚାଲୁଛୁ। ପ୍ରତିଦିନ ପ୍ରାର୍ଥନାମୟ ଜୀବନ, ପ୍ରତିଦିନ ବାଇବେଲ ପଠନ, ପ୍ରତିଦିନ ଆମେମାନେ ପ୍ରଭୁଙ୍କର ବିଷୟରେ ଚିନ୍ତା କରିବା, ପ୍ରଭୁଙ୍କ ଗୌରବ କରିବା, ପ୍ରଭୁଙ୍କର ପ୍ରଶଂସା କରିବା, ପ୍ରଭୁଙ୍କ ସହିତ ଚାଲିବା। ଆମମାନଙ୍କର ବସ୍ତ୍ରକୁ ଆମେ ପରିଷ୍କାର କରିବାଟା। ହାଲେଲୁୟା। ଜଗତର ମଇଳା ଆମମାନଙ୍କୁ ନ ଲାଗୁନୁ, ଶୈତାନର ଜାଲରେ ଆମେ ନ ପଡ଼ୁନୁ। ଆମମାନଙ୍କର ବସ୍ତ୍ରକୁ ସଦାସର୍ବଦା ଶୁଭ୍ର କରି ରଖିବାକୁ ପଡ଼ିବ। ତାହା କେମିତି ରଖିପାରିବା ବୋଲି କହିଲେ ଗୋଟିଏ ମାର୍ଗ ଅଛି, ତାହା ଅଛି ପ୍ରଭୁ ଭୋଜ। ହାଲେଲୁୟା। ପ୍ରଭୁ ଭୋଜରେ ଯେଉଁମାନେ ଅଂଶୀ ହୁଅନ୍ତି, ଯେଉଁମାନେ ତାହାଙ୍କର ରକ୍ତ ମାଂସର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଅଟନ୍ତି। ହାଲେଲୁୟା। ପ୍ରତ୍ୟେକ ସପ୍ତାହରେ ଆମେମାନେ ପ୍ରଭୁ ଭୋଜର ଅଂଶ ହେବାକୁ ପଡ଼ିବ। ତାହାଙ୍କର ମୃତ୍ୟୁକୁ ଆମେମାନେ ସ୍ମରଣ କରିବାକୁ ପଡ଼ିବ। ତାହାଙ୍କର ତ୍ୟାଗକୁ ଆମେମାନେ ରବିବାର ଦିନ ମଣ୍ଡଳୀକୁ ଯାଇକି ପ୍ରଭୁଙ୍କର ତ୍ୟାଗକୁ ଆମେ ମନେ ପକାଇବାକୁ ପଡ଼ିବ। ଆଉ ଚର୍ଚ୍ଚରୁ ଆମେମାନେ ଯେତେବେଳେ ଘରକୁ ଯିବା, ସେଇଦିନ ଠାରୁ ପୁନର୍ବାର ଆମେ ଚର୍ଚ୍ଚକୁ ଯିବା ପର୍ଯ୍ୟନ୍ତ ସପ୍ତାହ ସାରା ଆମେମାନେ ପ୍ରଭୁଙ୍କ ସହିତ ଏକା ଚାଲିବାକୁ ପଡ଼ିବ। ସବୁବେଳେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଠାରୁ ଆରମ୍ଭ କରି ମରଣ ପର୍ଯ୍ୟନ୍ତ ବା ଯୀଶୁଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ଆମେମାନେ କ'ଣ କରିବାକୁ ପଡ଼ିବ? ଯୀଶୁଙ୍କ ସହିତ ରହିବାକୁ ପଡ଼ିବ। ହାଲେଲୁୟା। ଯେଉଁମାନେ ଯୀଶୁଙ୍କ ସହିତ ରହିପାରିବେ ସେମାନେ ହେଉଛନ୍ତି ଯୋଗ୍ୟ ଲୋକମାନେ। ଯେଉଁମାନେ ଯୀଶୁଙ୍କ ସହିତ ରହିବେ ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଲୋକମାନେ। ସେମାନଙ୍କର ବସ୍ତ୍ର ମଳିନ ହେବ ନାହିଁ, କାରଣ ସେମାନେ ମଳିନ ହେବାକୁ ବା ମଇଳା ହେବାକୁ ଦିଅନ୍ତି ନାହିଁ। ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ସେମାନଙ୍କର ପ୍ରତ୍ୟେକ ବିଷୟରେ ପ୍ରଭୁ ଯତ୍ନ କରନ୍ତି, ସେମାନଙ୍କୁ ଉଦ୍ଧାର କରନ୍ତି। ଶୈତାନ ଯେଉଁ କାଦୁଅ ଆମ ଉପରେ ପିଙ୍ଗିବାକୁ ଚେଷ୍ଟା କରିବ, ଶୈତାନ ଯେଉଁ କାଦରେ ଆମମାନଙ୍କୁ ମାରିବାକୁ ଚେଷ୍ଟା କରିବ, ଯେଉଁ ପାପମୟ କାଦ ଖରାପ ବିଷୟ ଆମମାନଙ୍କ ଜୀବନରେ ଶୈତାନ ଆଣିବ, ସେ ସବୁକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ପ୍ରଭୁ ଦେଇଦେବେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ପ୍ରଭୁ ଆମମାନଙ୍କ ଜୀବନରେ ମହତ କର୍ମ କରିଅଛନ୍ତି। ପ୍ରଭୁ ଆମମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି। ସେ ଆମମାନଙ୍କୁ ଯୋଗ୍ୟ ହେବା ପାଇଁ ଦେଇଅଛନ୍ତି। କେବଳ ତାହାଙ୍କର ରକ୍ତରେ ଆମମାନଙ୍କର ବସ୍ତ୍ର ସମ୍ପୂର୍ଣ୍ଣ ଭାବରେ ଆମେ ସଫା କରିପାରିବା। ତାହାଙ୍କ ରକ୍ତ ପାନ କରିବା ଦ୍ୱାରା, ତାହାଙ୍କର ମାଂସ ଭୋଜନ କରିବା ଦ୍ୱାରା ଆମମାନଙ୍କଠାରେ ରସ ତେଜର ଅଭାବ ନଥିବ, ଆମମାନଙ୍କଠାରେ କୌଣସି ଅଭାବ ନଥିବ। ଆମମାନଙ୍କର ଜୀବନରେ
କୌଣସି ମଇଳା ଲାଗିବ ନାହିଁ, ଆମମାନଙ୍କୁ କୌଣସି ଆପଦ ଘଟିବ ନାହିଁ, ଆମମାନଙ୍କୁ କୌଣସି ବିପଦ ଘଟିବ ନାହିଁ। କାରଣ ପରମେଶ୍ୱର ଆମମାନଙ୍କ ସହିତ ଅଛନ୍ତି, ଆମେମାନେ ପରମେଶ୍ୱରଙ୍କ ସହିତ ଅଛୁ। ସେମାନେ ସେଠି ଲେଖା ହେଇଛି, ସେମାନେ ମୋ ସାଙ୍ଗରେ ଗମନାଗମନ କରିବେ। ଆମ୍ଭ ସାଙ୍ଗରେ ଗମନାଗମନ କରୁଛନ୍ତି। ପ୍ରଭୁଙ୍କ ସହିତ ଗମନାଗମନ କଲେ କୌଣସି ଆପଦ ଘଟିବ ନାହିଁ। ହାଲେଲୁୟା। କୌଣସି ମହାମାରୀ ତୁମ ତମ୍ବୁ ନିକଟକୁ ଆସିବ ନାହିଁ, କୌଣସି ଶୈତାନର କାର୍ଯ୍ୟ ତୁମେମାନେ କରିବ ନାହିଁ। ପ୍ରେଜ୍ ଦ ଲର୍ଡ। ଶୈତାନ ଆମମାନଙ୍କୁ ପରାଜୟ କରିବା ପାଇଁ, ଆମମାନଙ୍କୁ ହରାଇବା ପାଇଁ, ଆମମାନଙ୍କୁ ନଷ୍ଟ କରିବା ପାଇଁ, ଆମମାନଙ୍କୁ ବିନଷ୍ଟ କରିବା ପାଇଁ, ଆମମାନଙ୍କୁ ନରକକୁ ନେଇଯିବା ପାଇଁ ସେ ପ୍ରଚେଷ୍ଟା କରୁଅଛି, ସେ ପ୍ରାଣପଣ କରୁଅଛି। ତାଙ୍କ ଲୋକମାନଙ୍କୁ, ପ୍ରଭୁଙ୍କ ଲୋକମାନଙ୍କୁ ନଷ୍ଟ କରିବା ପାଇଁ ସେ ବହୁ କଷ୍ଟ ପଡ଼ିଯାଉଛି। ମୋର ପ୍ରିୟ ଲୋକମାନେ, ଏ ଜାଗାରେ ଆମେ ଯୁଦ୍ଧ କରିବାକୁ ଯିବାକୁ ପଡ଼ିବ। ଆମେମାନେ ଯୁଦ୍ଧ କରୁଛୁ ମୋର ପ୍ରିୟ ଲୋକମାନେ। ଆମେମାନେ ଯୁଦ୍ଧ କରୁଛୁ କାହା ସହିତ ବୋଲି କହିଲେ, ଏ ଜଗତ ଅଧିପତି ସହିତ, ଏ ଅନ୍ଧକାର ସହିତ, ଏ ଅନ୍ଧକାର ସହିତ ଆମେ ଯୁଦ୍ଧ କରୁଅଛୁ। ଏ ଜଗତ ଅଧିପତିମାନଙ୍କ ସହିତ ଯୁଦ୍ଧ କରୁଅଛୁ। ଆମମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, ଯୁଦ୍ଧ ଏ ଆକାଶ ଅଧିପତିମାନଙ୍କ ବିରୁଦ୍ଧରେ, ଶୈତାନ ବିରୁଦ୍ଧରେ ଆମେମାନେ ଯୁଦ୍ଧ କରୁଛୁ ମୋର ପ୍ରିୟ ଲୋକମାନେ। ଶୈତାନ ତାଙ୍କ ଲୋକମାନଙ୍କୁ, ପରମେଶ୍ୱରଙ୍କ ପଥରୁ ମାନେ ବିମୁଖ କରିବା ପାଇଁ, ପରମେଶ୍ୱରଙ୍କ ସତ୍ୟ ବାକ୍ୟରୁ ବିମୁଖ କରିବା ପାଇଁ, ପରମେଶ୍ୱରଙ୍କ ଠାରେ ଭରସା ବିଶ୍ୱାସ ଆମମାନଙ୍କୁ ହରାଇ ଦେବା ପାଇଁ ସେ ପ୍ରଚେଷ୍ଟା କରିବ ଶୈତାନ। ହେଲେ ଏଠି ଲେଖା ହେଇଛି, ସାର୍ଦି ମଣ୍ଡଳୀରେ ଲୋକମାନଙ୍କୁ କୁହାଯାଇଛି, କ'ଣ ବୋଲି କୁହାଯାଇଛି ବୋଲି କହିଲେ, ଯେ ଜୟ କରେ ସେ ଏହି ପ୍ରକାର ଶୁକ୍ଳ ବସ୍ତ୍ର ପରିହିତ ହେବ। ଜୟ ମାତ୍ର କରିବାକୁ ପଡ଼ିବ। ହାଲେଲୁୟା। କେତେ ଲୋକ କହନ୍ତି, ପ୍ରଭୁ ଆମ ପାଇଁ ସବୁ କରିଦେଇଛନ୍ତି, ଆମେ କୌଣସି କାମ କରିବାକୁ ପଡ଼ିବ ନାହିଁ, କେବଳ ବିଶ୍ୱାସ କରିବାର ଆଉ ଘରେ ରହିଯିବାର, ବିଶ୍ୱାସ କରିବାର, ମନେ ମନେ ପ୍ରଭୁଙ୍କୁ ବିଶ୍ୱାସ କରିକି ମନେ ମନେ ପ୍ରଭୁଙ୍କୁ ଧନ୍ୟବାଦ କରିଦେଲେ ହେଇଯିବ। କୌଣସି କାର୍ଯ୍ୟ କରିବାକୁ ପଡ଼ିବ ନାହିଁ। ସେମାନଙ୍କର ଅବହେଳା ସେଟା, ସେମାନଙ୍କର ଅଜ୍ଞାନ ସେଟା। ତେଣୁ ସେମାନଙ୍କୁ ପ୍ରଭୁ କହୁଛନ୍ତି, ସେମାନେ ମୋତେ ନାମକୁ ମାତ୍ର ବିଶ୍ୱାସ କରନ୍ତି। ସେମାନେ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଘୃଣା କରନ୍ତି, ସେମାନଙ୍କ ବିଷୟରେ ପ୍ରଭୁ କହୁଅଛନ୍ତି, ସେମାନେ ମୋତେ, ମୋର ପିତାଙ୍କୁ ସେମାନେ ଘୃଣା କରୁଅଛନ୍ତି। କାରଣ କ'ଣ ପାଇଁ ଘୃଣା କରୁଛନ୍ତି ବୋଲି କହିଲେ, ଘୃଣା ଏଇଥିପାଇଁ କରିଅଛନ୍ତି, ପ୍ରଭୁ ସେମାନଙ୍କୁ ସବୁ ବିଷୟକୁ ଜଣାଇ ଦେଇଛନ୍ତି। ପାପ ପୁଣ୍ୟ ବିଷୟରେ, ସ୍ୱର୍ଗ ମର୍ତ୍ତ୍ୟ ବିଷୟରେ, ମନ ପରିବର୍ତ୍ତନ ବିଷୟରେ, ପ୍ରଭୁ ଯୀଶୁ ଯେ ଈଶ୍ୱର ଅଟନ୍ତି ସେ ବିଷୟରେ, ସେ ସ୍ୱର୍ଗରେ ଆସିଅଛନ୍ତି, ତାଙ୍କ ଦ୍ୱାରା ତୁମେମାନେ ପରିତ୍ରାଣ ପାଇବ, ସେ ବିଷୟରେ ପ୍ରଭୁ ସବୁ ବିଷୟ କହିଛନ୍ତି। ଯୋହନ ଲିଖିତ ସୁସମାଚାର 9 ପର୍ବ ତାର 39 ପଦରେ ଲେଖା ହେଇଛି, ପୁଣି ଯୀଶୁ କହିଲେ, ଦେଖୁନଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି। ପାରୁସୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମେମାନେ କ'ଣ ଅନ୍ଧ? ଆମେମାନେ ମଧ୍ୟ କ'ଣ ଅନ୍ଧ? ଯୀଶୁ ସେମାନଙ୍କୁ କହିଲେ, ଯଦି ଅନ୍ଧ ହୋଇଥାନ୍ତ ତାହେଲେ ତୁମମାନଙ୍କର ପାପ ହୋଇନଥାନ୍ତା, କିନ୍ତୁ ଆମେମାନେ ଦେଖୁଅଛୁ, ଏହା ଏବେ କହୁଅଛୁ ଯେ ତୁମମାନଙ୍କର ପାପ ହୋଇଯାଇଛି। ହାଲେଲୁୟା। ଆମେ କ'ଣ ଅନ୍ଧ କି? ଆମେ କ'ଣ ଦେଖିପାରୁନୁ କି ବୋଲି କହିଲେ, ପ୍ରଭୁ ଯୀଶୁ କହିଲେ, ତୁମେ ଯଦି ଅନ୍ଧ ହୋଇଥାନ୍ତ ବୋଲି ବଢ଼ିଆ ହେଇଥାନ୍ତା, ତୁମମାନଙ୍କର ପାପ ହେଇନଥାନ୍ତା। କିନ୍ତୁ ତୁମେ କହୁଛ ଆମେ କି ଅନ୍ଧ କି, ଆମେ ଦେଖିପାରୁଛୁ ବୋଲି କହୁଛ, ତୁମେ ଦେଖିପାରୁଛ ବୋଲି କହୁଛ, କିନ୍ତୁ ତ୍ରାଣକର୍ତ୍ତାଙ୍କୁ ତୁମେ କ୍ରୁଶରେ ମାରିବାକୁ ଯାଉଛ। ହାଲେଲୁୟା। ତେଣୁ ତୁମେ ତ କହୁଅଛ ଆମେ ଦେଖୁଛୁ, ଆମେ କି ଅନ୍ଧ କି ବୋଲି କହୁଛ। ପ୍ରଭୁ ଯୀଶୁ କ'ଣ କହିଲେ,
ଦେଖୁନଥିବା ଲୋକ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକ ଯେପରି ଅନ୍ଧ ହୁଅନ୍ତି। ହାଲେଲୁୟା। ଦେଖୁଅଛୁ ଆମେ ଅନ୍ଧ ନାହିଁ ବୋଲି କହିବା ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚିହ୍ନି ପାରିଲେ ନାହିଁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ମାରିଦେଲେ। କିନ୍ତୁ ଯେଉଁମାନେ ଅନ୍ଧ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିପାରିଲେ, ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କଲେ, ଆଉ ସ୍ୱର୍ଗ ରାଜ୍ୟ ପାଇଁ ଯୋଗ୍ୟ ହୋଇପାରିଲେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ପାରୁସି ଶାସ୍ତ୍ରୀମାନେ ସେମାନେ ସବାଲ କରୁଥିବେ, ସବୁବେଳେ ଯୀଶୁଙ୍କ ସହିତ ବାଦାନବାଦ କରୁଥିବେ, ସବୁବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିରୁଦ୍ଧ ଆଚରଣ କରୁଥିବେ, ପ୍ରଭୁଙ୍କ ଲୋକମାନଙ୍କୁ ଅନ୍ଧ ବନାଇବାକୁ ଚେଷ୍ଟା କରୁଥିବେ। ଏ ଜାଗାରେ ସେଥିପାଇଁ ପ୍ରଭୁ କହିଲେ 15:22 ଯଦି ମୁଁ ଆସି ସେମାନଙ୍କୁ କହିନଥାନ୍ତି ତାହେଲେ ସେମାନଙ୍କର ପାପ ହୋଇନଥାନ୍ତା। ହାଲେଲୁୟା। ତୁମେମାନେ ଯଦି ଅନ୍ଧ ହୋଇଯାଇଥାନ୍ତ ତାହେଲେ ତୁମମାନଙ୍କର ପାପ ହୋଇନଥାନ୍ତା। କିନ୍ତୁ ତୁମେ ନିଜେ କହୁଛ ଆମେ ଦେଖୁଅଛୁ। ହାଲେଲୁୟା। ଆମେ କ'ଣ ଅନ୍ଧ କି? ଆମକୁ ତୁମେ ଅନ୍ଧ କହିବ କି ବୋଲି ଯୀଶୁଙ୍କ ସହିତ ବାଦାନବାଦ କରୁଛ। ତେଣୁ ତୁମେମାନେ ପ୍ରକୃତର ଅନ୍ଧ। ହାଲେଲୁୟା। ଯେହେତୁ ତୁମେମାନେ ତ୍ରାଣକର୍ତ୍ତାଙ୍କୁ ତୁମେ ଜାଣିପାରିଲ ନାହିଁ। ତ୍ରାଣକର୍ତ୍ତାଙ୍କୁ ଜାଣିକରି ଦେଖନ୍ତୁ, ଗୋଟେ ଲୋକ କ'ଣ କହୁଛି, ଜନ୍ମାନ୍ଧ ସେ ପୁରା ଜନ୍ମାନ୍ଧ, ମା ପେଟରୁ ସେ ଜନ୍ମ ହୋଇଥିଲା। ସେ 9 ପର୍ବତ 1 ପଦରେ ଲେଖା ହେଇଛି, ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଏ ଗୁରୁ କିଏ ପାପ କରିବାରୁ ଏ ଅନ୍ଧ ହୋଇକି ଜନ୍ମ ହେଲା? ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ବାପା ମା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ ଏ ନିମନ୍ତେ ଏହା ଘଟିଅଛି। ହାଲେଲୁୟା। ଏ ନିମନ୍ତେ ଏହା ଘଟିଅଛି, ଯେହେତୁ ଏ ଅନ୍ଧ ହେବାର ଜନ୍ମ ହେଇନଥିଲେ, ମାନେ ବିଷୟବସ୍ତୁ କିଛି ଇଏ ଜାଣିନଥାନ୍ତା, ଏ ଯୀଶୁଙ୍କୁ ଦେଖିପାରିନଥାନ୍ତା, ଅନ୍ଧ ହେଇକି ରହିଯାଇଥିଲେ। କିନ୍ତୁ ପ୍ରଭୁଙ୍କର ମହିମା ପ୍ରକାଶ କରିବା ପାଇଁ ପ୍ରଭୁଙ୍କ ମହିମା ଏହାଠାରେ ପ୍ରକାଶିତ ହେଲା। ହାଲେଲୁୟା। ତେଣୁ ସେ କହୁଛି, ପ୍ରଭୁ ଯୀଶୁ ସେ ଜାଗାରେ ସେ ଅନ୍ଧ ଲୋକକୁ ସୁସ୍ଥ କରିଦେଲେ। ପୋଖରୀକୁ ଯାଇକରି ପ୍ରଭୁ କାଦ ଲେପନ ଦେଇକରି ତାକୁ ଯାଇକରି ପୋଖରୀରେ ଯାଇକରି ମାନେ ମୁହଁ ଧୋଇ ଯା, ତୋର ଆଖି ପିଟିଯିବ ବୋଲି କହିଲେ। ହାଲେଲୁୟା। ସେ ସେଇ ପ୍ରକାର ଗଲା, ଆଉ ଯାଇକରି ସେ ଚାଲିଗଲା ତାଙ୍କ ଘରକୁ। କିଏ ସୁସ୍ଥ କଲେ ସେ ଜାଣିନାହିଁ। 9:35 ଲେଖା ହେଇଛି, ସେମାନେ ଯେ ତାଙ୍କୁ ବାହାର କରିଦେଇଅଛନ୍ତି ଏହା ଶୁଣି ତାର ଦେଖା ପାଇ କହିଲେ, ତୁମେ କ'ଣ ମନୁଷ୍ୟ ପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ? ହାଲେଲୁୟା। ଏଇ ଅନ୍ଧ ଲୋକକୁ ସେ ମା ପେଟରୁ ସେ ଅନ୍ଧ ହେଇକି ଜନ୍ମ ହେଇଥିଲା, ତାର ଆଖି ପିଠା ହେଇଗଲା। ଏ ପାରୁସି ଶାସ୍ତ୍ରୀମାନେ ତାକୁ ବାହାର କରିଦେଲେ। ଯୀଶୁ ତାଙ୍କୁ ସୁସ୍ଥ କଲେ ବୋଲିକରି, ଆଉ ସେ ପାପୀ ଲୋକ ବୋଲିକରି କି କଥା ଯାକ କହିକି ତାକୁ ବାହାର କରିଦେଲେ। ଯୀଶୁ ତାର ବେଟ ପାଇଲେ। ହାଲେଲୁୟା। ତୁମେ କ'ଣ ମନୁଷ୍ୟ ପୁତ୍ରଙ୍କ ଠାରେ ବିଶ୍ୱାସ କରିବାକୁ ଇଚ୍ଛା କରୁଅଛ ବୋଲି କହିବାରୁ ସେ ଉତ୍ତର କଲା, ହେ ପ୍ରଭୁ ସେ କିଏ କୁହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି। ଯୀଶୁ ତାଙ୍କୁ କହିଲେ, ତୁମେ ତାହାଙ୍କୁ ଦେଖୁଅଛ, ଆଉ ଯେ ତୁମ ସାଙ୍ଗରେ କଥା କହୁଛନ୍ତି ସେ ସେହି। ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି, ଆଉ ସେ ତାହାକୁ ପ୍ରଣାମ କଲା। ପୁଣି ଯୀଶୁ କହିଲେ, ଦେଖୁନଥିବା ଲୋକ ଯେପରି ଦେଖନ୍ତି, ଓ ଦେଖୁଥିବା ଲୋକ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଲି। ହାଲେଲୁୟା। ଏ ଦେଖୁଥିବା ଲୋକମାନେ ତ୍ରାଣକର୍ତ୍ତାଙ୍କୁ ଘୃଣା କରି ସତ୍ୟ ଈଶ୍ୱରଙ୍କୁ ଦେଖିପାରୁନାହାନ୍ତି, ତେଣୁକରି ତାଙ୍କର ଆଖି ପିଠାଇବାକୁ ପ୍ରଭୁ ଆସିଲେ। ହାଲେଲୁୟା। ଆହୁରି ଯେ ଦେଖିପାରୁନାହାନ୍ତି ତାଙ୍କୁ ଦେଖାଇବା ପାଇଁ ପ୍ରଭୁ ଏ ଜଗତକୁ ଆସିଲେ। ପ୍ରେଜ୍ ଦ ଲର୍ଡ। ଆଉ ଦେଖୁଥିବା ଲୋକ ଅନ୍ଧ ହେଇଗଲେ। ଦେଖୁଥିବା ଲୋକ ଯୀଶୁଖ୍ରୀଷ୍ଟଙ୍କ ସହିତ କଥାବାର୍ତ୍ତା କଲେ, ଯୀଶୁଖ୍ରୀଷ୍ଟଙ୍କୁ ଛୁଇଁଲେ, ଯୀଶୁଖ୍ରୀଷ୍ଟଙ୍କ ରହିଲେ, କିନ୍ତୁ
ତ୍ରାଣକର୍ତ୍ତାଙ୍କୁ ସେମାନେ ବୁଝିପାରିଲେ ନାହିଁ। କିନ୍ତୁ ଏ ଜନ୍ମନ୍ଧ ଲୋକ ଯୀଶୁଙ୍କୁ ଦେଖିନଥିଲା, ଆଉ ପ୍ରଭୁ ତାର ଆଖି ପିଠାଇ ଦେବାର ଯୀଶୁଙ୍କୁ ଦେଖିପାରିଲା। ହାଲେଲୁୟା। ଯୀଶୁଙ୍କୁ ଦେଖିପାରିଲା ଏବଂ ଯୀଶୁଙ୍କ ପାଖରେ ସେ ବିଶ୍ୱାସ କରିପାରିଲା, ଆଉ ଅନନ୍ତ ଜୀବନର ଅଧିକାର ହେବା ନିମନ୍ତେ ସେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ସେ ଯଜ୍ଞ ହୋଇପାରିଲା। ହାଲେଲୁୟା। ଆଉ ସେ ଲୋକକୁ ପ୍ରଭୁ କହୁଛନ୍ତି ତୁମେ ଜୟ କରିଅଛ। ହାଲେଲୁୟା। ଯେ ଜୟ କରିବ ତାକୁ ପ୍ରଭୁ କ'ଣ କରିବେ? ଶୁକ୍ଳ ବସ୍ତ୍ର ଦେବେ। ପ୍ରେଜ୍ ଦ ଲର୍ଡ। ଆମମାନଙ୍କ ଶୁକ୍ଳ ବସ୍ତ୍ର, ଆମମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ହେଇଛି। ଯାହାର ଶୁକ୍ଳ ବସ୍ତ୍ର ଥିବ ତାର ନାମ ଜୀବନ ପୁସ୍ତକରେ ଲିଖିତ ଥିବ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆମେମାନେ ଏହି ବିଷୟକୁ ଆଉ ବହୁତ ପ୍ରାଞ୍ଜଳ ଭାବରେ ଆମେ ଆସନ୍ତା ଦିନମାନଙ୍କରେ ବୁଝିବା, ଆଉ ପ୍ରାର୍ଥନା କର ଆମେ ପ୍ରକାଶିତ ବାକ୍ୟ ଟାଇମ୍ରେ ଏ ସମସ୍ତ ବିଷୟ ଆମେ ବୁଝିପାରିବା। ହାଲେଲୁୟା। ହେଲେ ଆମେମାନେ କ'ଣ ଦେଖିଲୁ କହିଲେ, ଫାରୁସୀ ଶାସ୍ତ୍ରୀମାନେ କ'ଣ କରୁଛନ୍ତି? ପ୍ରଭୁ ଯୀଶୁକୁ ଦେଖୁଛନ୍ତି କିନ୍ତୁ ସେମାନେ ତାଙ୍କୁ ଜାଣିପାରୁନାହାନ୍ତି। ତେଣୁ ପ୍ରଭୁ ସେମାନଙ୍କୁ ସବୁ ବିଷୟ କହିଦେଲେ। ହାଲେଲୁୟା। ସେଥିପାଇଁ ଆମେ ପାପ କଲୁ ବୋଲି ସେମାନେ ଜାଣିଲେ। ସେମାନଙ୍କର ପାପ ବିଷୟରେ ସେମାନେ ସେତେ ପର୍ଯ୍ୟନ୍ତ ଗର୍ବ କରୁଥିଲେ, ଆମେ କିଛି ଜାଣିନୁ, ଆମେ କିଛି କରିନୁ, ଆମେ ପାପୀ ନାହୁଁ ବୋଲି ଭାବୁଥିଲେ। କିନ୍ତୁ ପ୍ରଭୁ ଯୀଶୁ ସେମାନେ ପ୍ରକୃତ ପାପୀ, ଯେ ମନ ପରିବର୍ତ୍ତନ କରିବ ସେ ପ୍ରକୃତ ଧାର୍ମିକ ବୋଲି ତାଙ୍କୁ ଜଣାଇ ଦେଲେ। ହାଲେଲୁୟା। ସେଥିପାଇଁ ପ୍ରଭୁ କହିଲେ ଏମାନଙ୍କ ପାପ ବିଷୟରେ ଏମାନେ କୌଣସି ବାହାନା କରିପାରିବେ ନାହିଁ। କିନ୍ତୁ ଦେଖୁଥିବା ଲୋକ ଦେଖିପାରିଲେ ନାହିଁ, ଦେଖୁନଥିବା ଲୋକମାନେ ମୋତେ ଦେଖିଲେ। ହାଲେଲୁୟା। ମୋତେ ଦେଖିଲେ ଆଉ ମୋ ଠାରେ ବିଶ୍ୱାସ କଲେ, ମୋ ସହିତ ଚାଲୁଛନ୍ତି ସେମାନେ। ହାଲେଲୁୟା। ସେମାନେ ସବୁବେଳେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ମୋ ସହିତ ସେମାନେ ଗମନ କରୁଛନ୍ତି। ସେ କାରଣ ସେମାନେ ଯଜ୍ଞ ଅଟନ୍ତି। ଯେଉଁମାନେ ଯଜ୍ଞ ବୋଲିକରି ନିଜକୁ କହୁଛନ୍ତି ସେମାନେ ଅଯଜ୍ଞ ଅଟନ୍ତି। ଯେଉଁମାନେ ନିଜକୁ ଯଜ୍ଞ ବୋଲି ଆମେ ପରମେଶ୍ୱରଙ୍କ ଲୋକ, ଆମେ ଅବ୍ରାହ୍ମଙ୍କର ଲୋକ, ଆମେ ପରମେଶ୍ୱରଙ୍କର ରାଜ୍ୟର ଲୋକ, ତୁ କିଏ? ତୁ ପାପୀ ଲୋକ ବୋଲି ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ଫାରୁସୀ ଶାସ୍ତ୍ର ଘୃଣା କରୁଥିଲେ ସେମାନେ ଅଯୋଗ୍ୟ ଲୋକ। ସେମାନେ ଯୀଶୁଙ୍କ ସହିତ ଚାଲିପାରିଲେ ନାହିଁ, ସେମାନେ ଯୀଶୁଙ୍କ ସହିତ ରହିପାରିଲେ ନାହିଁ। ହାଲେଲୁୟା। ଆମେମାନେ ଧନ୍ୟ ଅଟୁ ମୋର ପ୍ରିୟ ଲୋକମାନେ, ପ୍ରଭୁଙ୍କୁ ଆମେ ପାଇଅଛୁ। ପ୍ରେଜ୍ ଦ ଲର୍ଡ। ଆମେମାନେ ଯୀଶୁଙ୍କୁ ନ ଜାଣିବା ପୂର୍ବରୁ ଅନ୍ଧ ଥିଲୁ, କିନ୍ତୁ ବର୍ତ୍ତମାନ ଆମେ ତାହାଙ୍କୁ ଦେଖିପାରିଲୁ, ତାଙ୍କଠାରେ ବିଶ୍ୱାସ କରିଛୁ, ତାହାଙ୍କୁ ତ୍ରାଣକର୍ତ୍ତା ଭାବରେ ଆମେ ଗ୍ରହଣ କରିଛୁ। ସେଥିପାଇଁ ଆମେ କେଡ଼େ ବଡ଼ ଧନ୍ୟ ଅଟୁ। ଆସନ୍ତୁ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତଙ୍କର ସଦା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ପରମେଶ୍ୱର ତୁମଠାରେ ଲାଗି ରହିବ ସେଥିପାଇଁ ସାହାଯ୍ୟ। ଆଜିର ବାକ୍ୟ ଅନୁସାରେ ପ୍ରଭୁ ଆମେ ତୁମଠାରେ ଲାଗି ରହିବୁ। ପ୍ରଭୁ ତୁମର ଗୌରବ କରିବୁ, ତୁମର ପ୍ରଶଂସା କରିବୁ, ତୁମର ସ୍ତୁତି ବନ୍ଦନା କରିବୁ, ତୁମ ପାଇଁ ବଞ୍ଚିବୁ। ପ୍ରଭୁ ତୁମେ ଯେ ସତ୍ୟ ଈଶ୍ୱର ଆମେ ଆଜି ଜାଣିଲୁ। ପ୍ରଭୁ ଜାଣିବା ଲୋକମାନେ ଜାଣିପାରିଲେ ନାହିଁ, କିନ୍ତୁ ଆମମାନଙ୍କୁ ତୁମେ ଜଣାଇଲେ, ତୁମକୁ ଧନ୍ୟବାଦ କରୁଛି। ମହିମା ଗୌରବ ପ୍ରଶଂସା ତୁମକୁ ଦେଇ ଯୀଶୁଙ୍କ ନାଁରେ ପ୍ରାର୍ଥନା କଲେ ପ୍ରଭୁ। ଆମେନ୍। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।